गणेशाय नमः। नमस्कार बंधुगण, आज हेउछि शुक्रवार। आसंतो किछि समय हेउ पछे शुक्रवार रे संतोषी माता पुराण निश्चय शुणा चेष्टा करंत। प्रथमे आसंतो सबु देवादेवी स्तुति करिबा, तापरे संतोषी माता पुराण पढ़िबा। जय जय गणनाथ गौरी नंदन, जय जय विघ्नेश्वर विघ्न विनाशन, जय जय भगवती मागो वीणा पाणी, जय जय दुर्गा मागो दुर्गति तारिणी, जय जय भोलानाथ भोला महेश्वर, जय जय महायोगी जोगी जोगेश्वर, जय जय श्रीराम सीतांक श्रीचरण, जय जय राधा कृष्ण श्री राधा रमण, जय जय जदुनाथ जशोदानंदन, जय जय जगन्नाथ जगत बंधन, जय जय सर्वदेवा देवी जोगमाया, जय जय दश दिगपाल साहा, जय जय साधु संत गोमाता ब्राह्मण, जय जय श्री गुरु श्री चरणे नमन, जय जय निज ग्राम देवी चंपा देई, जय जय मा ग्राम देवी को नमामि, जय जय सर्वदेव देवी को शरण, जय जय मा संतोषी मातांको चरण, जय जय संतोषी मातांकर व्रत, दुस्साहसे लेखिबाकु बोलाउछि चित्त, अज्ञान मुज्ञानहीन भक्त जानी नाही, मम कंठे सर्वे बसी दिय पद कही। संतोषी माता पुराण आजर विषय रही पार्वती कैलास त्याग एवं गणेश जन्म। एथो अनंतरे शुण कोविद मंडली, कहुअछि जाहा ताहा शुण हेतु करी, संतोषी पुराण एहा पवित्र आख्यान, शुणिले निश्चिते पाप होइब खंडन, साधु जनकर एहा अटे कतरी, संसार सागर जेन्हे जीव जे उधुरी, संतोषी पुराणे देवी कीर्ति गाथा, परम सौभाग्य बळे मिलई जानी था, वीणाधारी गिर शुणी कहन्ति लोकेश, पचारिलु जेउ कथा शुण होई तोष, संतोषी माता जेउत पति पूर्वरु, पितामह ठारो पिता जन्म आज गुरु, से समस्त कथा कहुछि मु तोते, मन कर्ण दे शुण
କହେ ତ ଗ୍ରତେ ଦକ୍ଷ ଯଜ୍ଞ ଠାରେ ମୃତା ସତୀ ପାର୍ବତୀ ଜନମ ହୋଇଲେ ଯାଇ ହିମାଳୟ କତି ନଗାଧିରା ଜନ କନ୍ୟା ଲଭିତ ତ କାଳେ ଆନନ୍ଦ ହୋଇଲେ ଅତି କି କହିବି ହେଳେ ଗଡ଼ିଯାଏ ସମୟର ରଥ ଚକ ଧୀରେ କରେନି ପ୍ରତୀକ୍ଷା ସିଏ କଦାପି ଆବରେ ବିତଇ ସମୟ ଯାର ଫେରେ ନାହିଁ ସିଏ ସେହିପରି ମହାମାୟା ବୟସ ଯେ ଧାଏ ବାଲ୍ୟକାଳ ଧୂଳି ଘର ଦେବୀଙ୍କ ଗମିଲା 16 ବରଷ ଦେବୀ ଶରୀରେ ପଶିଲା ସେ ସମୟ ଶୈଳ ସୁତା ଦେବୀ ଭଗବତୀ ଜାଣିଲେ ଅତୀତେ ଭବ ଥିଲେ ତାଙ୍କ ପତି ଅତୀତରେ ଦକ୍ଷ ଥିଲେ ଦେବୀଙ୍କ ପିୟର ଦକ୍ଷ କୋପାନଳେ ତେଜି ଥିଲେ ଯେ ଶରୀର ସେହି ଦିନ ଭବ ସହ ଭବାନୀର ଭେଟ ହୋଇ ନାହିଁ ବୋଲି ନିଜେ ଜାଣିଲେ ତୁରିତ ଏମିତି ସମୟ ଗିରି ରାଜ ହିମାଳୟ ଜାଣିଲେ ଯେ ପାର୍ବତୀର ଯୌବନ ସମୟ ପିତା ହିମାଳୟ ଆନ ମାତା ରାଣୀ ମେନା ଆୟୋଜିତ ବିବାହ ଯେ ହେବ ନିଜ କନ୍ୟା ଅଲି ଅଳି ରାଜ ଯେ ମା ଜାଣି ସେହି ରାମା ସୁନ୍ଦର ପାତ୍ର ଖୋଜିଲେ ବିବାହେ ଗିରିଜା ନିଜ ସହଚରୀ ଠାରୁ ଶୁଣିଲେ ପାର୍ବତୀ ପିତା ତାଙ୍କ ପାଇଁ ପୁଣି ଯେ ବ୍ୟସ୍ତ ହୁଅନ୍ତି କନ୍ୟାଦାନ କରିଦେଲେ ଯିବ ଏକ ଚିନ୍ତା ସମ୍ମତି ଯେ କରିଛନ୍ତି ଜନ୍ମଦାତ୍ରୀ ମାତା ଏ ବାରତା ପରେ ପରେ ମାତାଙ୍କ ନିକଟେ ଚଳିଲେ ପାର୍ବତୀ ନିଜେ ସଖୀଙ୍କ ସହିତେ ରାଣୀ ହଂସପୁର ଠାରେ ଅଲି ଅଳି ଯେ ମା ପହଞ୍ଚିଣ ଗଲେ ସୁଖେ ଭୂତପତି ବାମା କନ୍ୟାକୁ ଦେଖିଣ ମେନା ଆନନ୍ଦ ମନରେ ବୋଇଲେ ପାର୍ବତୀ କେଣେ ଏଠିଆ ବେଳରେ କହ କହ ସ୍ନେହା ଧନା କନ୍ୟା ତୁ ହି ମୋର କେଉଁ ଅଭିପ୍ରାୟ ଉପନୀତ ତୁମେ ହେଲ ଏ ବାରତା ଶୁଣି ଯେ ମା ଲଜ୍ଜା ଅବନତ କରିଲା ଯେ ମୁଖ ହେଲା ତାର ହସ ସ୍ମିତ ଏ କଥାକୁ ଦେଖି ଦେବି ସଖୀ ଯେ ବୋଇଲା କେମନ୍ତେ ସ୍ତମ୍ଭ ପରାଏ ଶରୀର ହୋଇଲା ଯେଉଁ ପାଇଁ ଆସିଅଛ ତାହା ଯେ ମା ଦେଇ ମାତାଙ୍କ ଗ୍ରତେ ସବୁ କୋହ ଯେ ଫିଟାଇ ସଖୀ ବାର୍ତ୍ତା ଶୁଣି କରି
ମହାରାଣୀ ମେନା ଜାଣିଲେ ଯେ କିଛି କଥା କହିବ ସେ କନ୍ୟା, ଲଜ୍ଜାରେ ସେ ବୋଧ ହେବ ହସୁଛି ସେ ଆସି। ଏତେ କରି ମହାରାଣୀ ହେଲେ ମନେ ଖୁସି, ବୋଇଲେ ପାର୍ବତୀ କିମ୍ପା ଆସିଛୁ ମୋ ପାଶେ। ଫିଟାଇ କହ ସତୋର ଜନନୀ ତୋ ଭାଷେ, କର ନାହିଁ ଲଜ୍ଜାଉ ସୁକୁମାରୀ ମୋର। ଯାହା ଭାବୁଛୁ ମନରେ କହିଦେ ସତୋର। ମାତାଙ୍କ ବାରତା ଶୁଣି କହିଲେ ଭବାନୀ, ଯାହା ପଚାରିଲ ତାହା ଶୁଣ ଗୋ ଜନନୀ। ବିବାହ ପାଇଁ କି ପିତା ସୁଖେ ଆୟୋଜନ କରୁଛନ୍ତି ଶୁଣି ମୁହିଁ ଆସିଲି ତକ୍ଷଣ। ଏକ ଗୋଟିଏ ଅନୁରୋଧ କରିବା ନିମିତ୍ତ, ବଳି ଅଛି ଜନ୍ମଦାତ୍ରୀ ଆଜ ମୋର ଚିତ୍ତ। ନରକ୍ଷୀଣ ଲଜ୍ଜା ମୋତେ କହଲୋ ପାର୍ବତୀ, ସସ୍ନେହରେ ରାଣୀ ମେନା ବୋଇଲେ ଝଟତି। ମାତା ବାର୍ତ୍ତା ଶୁଣି କନ୍ୟା ବୋଇଲେ ଯେ ଗୀର, ଶୁଣ ସବୁ କହୁଅଛି ଧ୍ୟାନେ ବାର୍ତ୍ତା ମୋର। ଅତୀତର ସ୍ମୃତି ଆଜି ଜାଗେ ମୋର ମନେ, ଚନ୍ଦ୍ରଶେଖର ଯେ ଥିଲେ ପତି ମୋର ଜାଣେ। ଦକ୍ଷ ଯଜ୍ଞ ଦେହ ତ୍ୟାଗ କରିଲିଟି ଜାଣ, ତାପରେ ଶବକୁ ମୋର ଭବ ଯେ ଧରିଣ। ଭ୍ରମଣ କରିଲେ ସୁଖେ ଚରାଚର ବିଶ୍ୱ, ତାହାକୁ ଜାଣିଲେ ପ୍ରଭୁ ରମାଙ୍କର ଈଶ। ବ୍ରହ୍ମା ଯେ ଅଟନ୍ତି କହି ସୃଷ୍ଟି ସ୍ରଷ୍ଟା, ନାରାୟଣଙ୍କର ଅଟେ ପାଳନର ଚିନ୍ତା। ଧ୍ୱଂସକାରୀ ଅଟନ୍ତି ଯେ ପିନାକୀ ଶଙ୍କର, ଧ୍ୱଂସିବା ଧର୍ମଟି ଅଟେ କରମ ତାଙ୍କର। ଦୀର୍ଘ ଦିନ ନହି ଧ୍ୱଂସ ଚରାଚର ବିଶ୍ୱ, ଛାର ଖାର ନ ହୋଇଲା ଜାଣିଲେ ରମେଶ। ଧ୍ୟାନ ବଳେ ଶିବଙ୍କର ସର୍ବକର୍ମ ମାନ, ଜାଣି କରି ନ ପେଶିଲେ ଦେବ ସୁଦର୍ଶନ। ଚକ୍ରର ଯେ କ୍ଷିପ୍ର ଗତି ଶବ୍ଦହୀନ ହେଲା, ପିନାକୀର ପଛେ ପଛେ ଆନନ୍ଦେ ଧାଇଁଲା। ବିଷ୍ଣୁଙ୍କର ଆଦେଶକୁ ପାଳି ସୁଦର୍ଶନ, କ୍ରମାନ୍ୱୟରେ ଛେଦିଲା ମମୃତ ଶରୀର। ଏହିପରି ଭାବେ ମୋର ଶରୀରକୁ ଛେଦି ଗଲା ସେ ବାହୁଡ଼ି ପୁଣି କରି ନିଜ ବୁଦ୍ଧି। ସେବାର ତାଜି ମୋର ମନରେ ପଡ଼ିଣା, ଦୁଃଖ ଲାଗୁଅଛି ଯେଣୁ କରତା କାରଣ। ମୋଟା ମୋଟି ପ୍ରିୟରେ ମୋ ବାରତା ଜଣା, ଶିବ ସହ ମୋତେ ସିଏ କରିବେ ବିବାହ।
ଏତେ ବୋଲି କହି ଯେ ମା ନିଜ କୋଠରୀକୁ ଫେରିଗଲେ ସାଥିରେ ଯେ ନେଣ ସଖୀକୁ। କିଛି କ୍ଷଣ ପରେ ଦରବାର କର୍ମ ଶେଷେ ପହଞ୍ଚିଲେ ନାଗରାଜ ମେନାଙ୍କର ପାଶେ। ନିତ୍ୟକର୍ମ ଶେଷ କରି ପହୁଡ଼ ନିମିତ୍ତ ପଲଙ୍କରେ ବିଜେ ହେଲେ ରାଜନ ତୁରିତ। ଏହା ପରେ ହେଲା କିସ ଶୁଣ ମନ ଦେଇ, ସନ୍ତୋଷୀ ପୁରାଣେ ବର୍ଣ୍ଣି ଅଛି ଜାଣ ମୋହି। ପବିତ୍ର ଆଖ୍ୟାନ ଇଏ ପୁରାଣ ମଧ୍ୟରେ, ପଢ଼ି ବୁଝ ହେ ଗୋବିଦେ ଅତି ଆନନ୍ଦରେ। ବାହୁଡ଼ିବା କାଳେ ମେନା ରାଜାଙ୍କର ପାଶେ, କୁହନ୍ତି ବାରତା ଏକ କହିବି ମୁଁ ଭାଷେ। କୁହ ଆଗ ମୋର କଥା ରଖିବ ବା ନାହିଁ, ତାହାପରେ ଗୋଟି ଗୋଟି କହିବିଟି ମୁହିଁ। ଏତେ ବୋଲି ମେନା ରାଣୀ ତୁନି ହୋଇଗଲେ, ନଗାଧିରାଜନ ସୁଖେ ସନମତି କଲେ। ବୋଲନ୍ତି ଯେ ହିମାଳୟ ଆନନ୍ଦ ମନରେ, କେଉଁ କଥା ଭାବିଅଛି କୁହ ମୋତେ ବାରେ। କହୁଛନ୍ତି ନାଗରାଜେ ଚାହିଁଣ ମେନାକୁ, ପରେ ପରେ ମେନା ବୋଲେ ନଗାଧିରାଜକୁ। ପାର୍ବତୀ ମୋହର ଆସି କହିଗଲା ମୋତେ, ବର ଆୟୋଜନ କେଣେ କରୁଅଛ ଚିତେ। ବାରେ ବୁଝାଇଣ ମୋତେ କୁହ ପରମେଶ, କନ୍ୟା ସ୍ଥିର କରିଅଛି ପାତ୍ର ତ ମହେଶ। ମୋର ମତେ ସେହି ନିଶ୍ଚୟ ଆମ୍ଭ କନ୍ୟା ଲାଖି, ତାଙ୍କୁ ଯାଇବାରେ ତୁମେ କୁହ କଥା ଯୋଖି। କ୍ରୋଧ ଗର ଗର ହେଲେ ନଗାଧିରାଜନ, ମହାରାଣୀ ମେନାଙ୍କର ବାର୍ତ୍ତାକୁ ଶୁଣିଣ। କି କଥା କହୁଛ ମୋତେ ଆଗ ମହାରାଣୀ, ଶିବେ ମୁହିଁ ଅନୁରୋଧ କହୁଛି କେଜାଣି। ମନେ ରଖ ରାଜା ମୁହିଁ ଏ ପର୍ବତଙ୍କର, ଉପେକ୍ଷା କରିବ ଯେବେ ମୋ କଥା ଶଙ୍କର। ମଥା ମୋର ସୁନିଶ୍ଚିତ ନଇଁବ ତଳକୁ, ସମାନ ମୋହର ସାଥେ ମିଶିବ କଥାକୁ। ଏଣୁ କରି ଶିବେ ମୁହିଁ ଜାଣ ଅନୁରୋଧ, ନ କରିବି ଏଇ କଥା ମନେ ତୁମେ ହେଜ। କନ୍ୟାକୁ ଯେ ମଧ୍ୟ ତୁମେ କହିବ ମଗିର, ଶିବେ ଅନୁରୋଧ ଅଟେ ମୋ କର୍ମ ବାହାର। ଏମନ୍ତ ସମୟେ ଯେ ମା ଦୁଆର ନିକଟେ, ଶୁଣୁଥିଲା ପିତାଙ୍କର ବାରତାକୁ ଯେ ସେ। ରାତ୍ର କାଳେ ନଡ଼ାକିଣ କୋଠାକୁ ଯେ ଗଲା, ଶିବେ ଲଭିବାକୁ ମନ
ମଧ୍ୟରେ ଚିନ୍ତିଲା କେଉଁପରି ଭାବେ ଯେହି ଭୂତ ପିତହର ହୋଇବେ ସେ ଆସି ପାର୍ବତୀଙ୍କର ବର। କିଛି କ୍ଷଣ ଚିନ୍ତି ଯେ ମା ମନେ ସ୍ଥିର କଲା, ଜାଣିଅଛି ସଦାଶିବ ତପସ୍ୟାରେ ଭୋଳା। ତେଣୁ ମୋହି ଶିବ ଲାଭ ଅର୍ଥରେ ନିଶ୍ଚୟ, ଆଚରିବି ଦୃଢ଼ ତପ ନାହିଁଟି ସନ୍ଦେହ। ଏତେ ବୋଲି ବିଚାରିଣ ଯେ ମା ପାର୍ବତୀ, ରାତ୍ର ପାହିବା ପର୍ଯ୍ୟନ୍ତ ରହେ ହୋଇ ଖୁସି। ରାତ୍ର ପାହି ଗଲା ପରେ ଦେବୀ ଭଗବତୀ ପିତା ପାଶେ ଯିବା ଲାଗି ଚଳିଲେ ଝଟତି। ହିମାଳୟ ଦେଖି ନିଜ କନ୍ୟା ଆଗମନ, ଚାହିଁଲେ ଯେ କକ୍ଷ ନେତ୍ର କରି ତତ୍କ୍ଷଣ। ବୋଇଲେ ପାର୍ବତୀ କେବେ ମୁଁ ସଦାଶିବଙ୍କୁ ନ କରିବି ଅନୁରୋଧ, ଜାଣ ମୋ ବାକ୍ୟକୁ। ଏହି କଥା ଶୁଣି କରି ସେହି ମହାସତୀ ବୋଇଲେ ପିତାକୁ ଶିବେ ମନ ପ୍ରାଣ ବିକି। ଦେଇଅଛି ଜାଣି ରଖ ହେ ପୂଜ୍ୟ ପିୟର, ନ ହୋଇବି ଅସତୀ ମୁଁ ଏହା ସତ୍ୟ ଗିର। ଶିବେ ଯଦି ଅନୁରୋଧ ନ କର ଆପଣ, ତେବେ ମୁଁ ହିଁ କହୁଅଛି ମୋର କଥା ମାନ। ଆଦେଶ ଦିଅନ୍ତୁ ମୋତେ ଆହେ ପିତା ମାତା, ପର୍ବତ ଶିଖରେ ମୁଁ ହିଁ କରିବି ତପସ୍ୟା। ତପ କଥା ଶୁଣି କରି ଚମକିଲେ ମେନା, ତପସ୍ୟାର କଷ୍ଟ ସବୁ ମେନାକୁ ଯେ ଜଣା। କଷ୍ଟ ବା କଷ୍ଟ ନହୁ ମାତୃ ମେନା ମନ, ନ ବୁଝିଲା ସ୍ନେହମୟୀ ଜନନୀର ମନ। ମାତା ଓ ବା କନ୍ୟା କଷ୍ଟ ସହନ୍ତା କିପରି, ପାର୍ବତୀଙ୍କ ବାର୍ତ୍ତା ଶୁଣି ବାରଣ ଯେ କରି। କୁହନ୍ତି ପାର୍ବତୀ ତୁହି କଦାପି ତପକୁ, କାହିଁକି ବାରଣ କର ମୋତେ ହେ ଜନନୀ। କହନ୍ତି ପାର୍ବତୀ ମାତା ବଚନକୁ ଶୁଣି, ତପ ଲାଗିଯାଏ ମୋତେ କର ଆଶୀର୍ବାଦ। ଦିଅନ୍ତୁ ଆଶିଷ ମୋତେ ନ କରିଣ ଦ୍ୱନ୍ଦ କର ନାହିଁ ମାତା ପିତା ମରଳି। ତପ ଆଚରଣେ ଆଜ୍ଞା ଦିଅ ମୋତେ ମିଳି। ଏତେ ବୋଲି ରାଜ ଯେ ମା ପିତା ମାତାଙ୍କର, ଧରିଲେ ତପ ସକାଶେ ହେବେନି ପୟର। ଦୁହି ତାର ଅଳି ଦେଖି ମେନା ହିମାଳୟ, ସନମତି ଜଣାଇଲେ ବେନି ବାଧ୍ୟ ସହ। ଆଦେଶ ପାଇ ପାର୍ବତୀ ଚଳିଲେ ତୁରିତ, ହିମାଳୟ ଉଚ୍ଚତମ ଶୃଙ୍ଗେ ସ୍ଥିରାଚିତ।
उच्चतम शृंगे देवी तप आचरणे करिले से आयोजन आनंदित मने राजजेमा शरीरु आय अलंकार काढ़िले से धीरे धीरे भजिण श्रीहर प्रथमे मस्तकु देवी काढ़िले मुकुट तापरे नासारु देवी नासा फूल जाक हस्तरु स्वर्ण बलय धीरे काढ़िले कटिरु जे कटी माळ थोइले निम्न रे गलारु काढ़िले सती मुकुतार माळ आलोकरे पर्वत दिशे जक जक पादरु काढ़िले माता पादर नूपुर चांदी रूपारे निर्मित अतीव सुंदर सर्वशेषे पिता दत्त कर्णर कुंडल काढ़िले कंगुरिय 10 गोटी धीर राजवस्त्र परिधान करिथिले देवी ताकु मध्य त्याग करी रखिले से भूबी समस्त से अलंकार आनिले सहसा राजवस्त्र मध्ये बांधी रखिले सहसा तपस्विनी जेउ परी सुखे पिंधि थांती कृष्ण बल कल देवी खुशी रे पिंधंती ताहा परे हस्तरे जे आनंद मनरे पिंधिले रुद्राक्ष माला अति जतन रे विलंब न करी शुभ समय को जानी पद्मासने बसिले जे देवी तत्क्षणी मुख मध्ये शिव शिव कले उच्चारण ओम नमः शिवाय बोली कहूथांती पूर्ण एही परि भावे देवी आनंदे तपस्या करिले पर्वत शिखे शिवे अनुरक्ता शिव बिना अन्य किछि नदी सहितांकु बीती गला किछि दिन शुण हे वार्ताकु देवगणे सतींकर तप आचरण दक्षिण कंदर्प शिव पाशकु प्रेरण करिले आनंद मने भाविले निश्चित शिव एई बारे जीवे पार्वतीर पास शिव पार्वतींकर जे मिलन निश्चय हेब एई बार एथे नछि संदेह कंदर्प जाई शिवंकु नृत्यरे मोहित करिब भाविला जय शिवंकर चित्त किंतु शिव पासे ताहा विपरीत हेला शिवंक कोप दृष्टि जे कंदर्पे पड़िला तृतीय नेत्रे पिनाकी जालिण मारिले जाली पोड़ी कंदर्पकु जे भस्म करिले
ଏ ବାରତା ଶୁଣିଲେ ଯେ ସତୀ ପାର୍ବତୀ କି କରିବେ ବୋଲି ମନ ମଧ୍ୟରେ ଚିନ୍ତନ୍ତି। ଚିନ୍ତା କରି ଅତି କଷ୍ଟେ ତପ ଆଚରଣ ବରିବାକୁ କଲେ ସ୍ଥିର ହିମକନ୍ୟା ଜାଣ। ଗ୍ରୀଷ୍ମରେ ଯେ 5 ଅଗ୍ନି ସ୍ଥାପିତ କଲେ ବର୍ଷାରେ ଅଥଳ ଜଳେ ଶିବଙ୍କୁ ଡାକିଲେ। ଶୀତରେ ଆକଣ୍ଠ ଜଳ ମଧ୍ୟରେ ବୁଡ଼ିଣ ପିନାକୀର ନାମ ସଦା କଲେ ଉଚ୍ଚାରଣ। ଏହିପରି ନାନା ମତେ ତପ ଆଚରିଣ 12 ବରଷ ବିତି ଗଲାଟି ଯେ ପୁଣ। ସତୀଙ୍କ ଉପରେ ଶିବ ଆସନ କୈଳାସେ ଟଳମଳ ହେଲା ଜାଣ ଏକନିଷ୍ଠ ତପେ। କି କରିବେ ବୋଲି ଶିବ ଚିନ୍ତା କରି ମନେ ପରୀକ୍ଷା ସାରେ ନିଜେ ଚଳିଲେ ତକ୍ଷଣେ। ବଟୁକ ବ୍ରାହ୍ମଣ ବେଶ ଧରି ସଦା ଶିବ ପାର୍ବତୀଙ୍କ ନିକଟକୁ ଗଲେ ସେହି ଭବ। ସର୍ବାଙ୍ଗରେ ହୋଇଥାଏ ଯେ ଭସ୍ମ ଲେପନ ଊର୍ଧ୍ୱେ ଜଟା ଜୁଟ ମୁଖେ ମହୁ ଥାଏ ଜାଣ। ଗଳାରେ ରୁଦ୍ରାକ୍ଷ ମାଳା ମଥାରେ ତିଳକ ହସ୍ତ ଆଉ ନାନା ସ୍ଥାନେ ପୁଣି ମଧ୍ୟ ବକ୍ଷ। ରତ୍ନ ବସ୍ତ୍ରେ ଆଭରଣ ସ୍କନ୍ଧେ ଉପବୀତ ଉତ୍ତରୀୟ ପକାଇଣ ଗମିଲେ ତୁରିତ। ଏକ ହସ୍ତେ କମଣ୍ଡଳୁ ଆନରେ ତ୍ରିଶୂଳ ଧରିଥାନ୍ତି ସଦା ଶିବ ଯେହ୍ନେ କବିପ୍ର। ପାର୍ବତୀଙ୍କ ପାଶେ ଯାଇ ଶିବ ପହଞ୍ଚିଣ ପରିଚୟ ଦେଲେ ନିଜେ ଅତିଥି ବୋଲିଣ। ଏହା ଛଡ଼ା ନାନା ସତ୍ୟ ମିଥ୍ୟା ଗିରମାନ ପାର୍ବତୀଙ୍କ ପାଶେ ବଖାଣିଲେ ଯେ ଈଶାନ। ସବୁ ପରୀକ୍ଷାରେ ଦେବୀ ହୋଇଲେ ଉତ୍ତୀର୍ଣ୍ଣ କ୍ଷଣ କାଳ ସଦା ଶିବ ଚିନ୍ତିଲେ ତକ୍ଷଣ। କି କରିବେ ବୋଲି ନିଜେ କରିଲେ ସ୍ଥିର ନିଜେ ଶିବ ବୋଲି ପରିଚୟ ତତ୍କାଳ। ଦେଲେ ଯେ ପାର୍ବତୀ ପାଶେ ହିମାଳୟ ଯେ ମା ପତି ପତି କହି ସତୀ କହେ କର କ୍ଷମା। କ୍ଷମା ମୋର ମୂଢ଼ ମଣ କୃତ ପରାକ୍ଷ ନ ଜାଣି ମୁଁ ତବ ସାଥେ ସାଧୁଥିଲି ବାଦ। ଏତେ ବୋଲି ସତୀ ସାଥେ ଶ୍ରୀ ଚନ୍ଦ୍ରଶେଖର ଚଳିଲେ ଆନନ୍ଦ ମନେ ହିମାଳୟ ଘର। ମେନା ଆଉ ହିମାଳୟ ସତୀ ଓ ଈଶ୍ୱର ଦେଖି ଯେ ବିଶ୍ୱାସ କରି ଗଲେନି ସତର। ତଥାପି ପାର୍ବତୀ ବହୁ ବୁଝାଇ ପିୟରେ କହିବାରୁ ବିବାହର
ଆୟୋଜନ କଲେ ଶିବ ପାର୍ବତୀ ଦୁହିଁଙ୍କୁ ବିବାହ ଉତ୍ସବ। ହିମାଳୟ ନଗରରେ ହେଲାଟି ଜାଣିବ, ତାହାପରେ ହିମାଳୟ ଅନୁରୋଧେ ଶିବ ରହିଲେ କିଞ୍ଚିତ ଦିନ ହୋଇ ସୁଖୀ ଭାବ। କିଛି ଦିନ ଅନ୍ତେ ପୁଣି କୈଳାସପୁରକୁ ଚାଲିଣ ଆସିଲେ ସାଥେ ଆଣି ପାର୍ବତୀଙ୍କୁ। ଜନମିଣ ସାରିଥିଲେ ବେନି ଔରସରେ କାର୍ତ୍ତିକେୟ ମହାବୀର ଜାଣ ଆନନ୍ଦରେ। ତାରକା ନିଧନକାରୀ ମୟୂର ବାହନ ଅଟେ ଦେବଗଣଙ୍କର ସେନାପତି ଜାଣ। ଦେବସେନାନୀ ନାମରେ ପ୍ରଭୁ କାର୍ତ୍ତିକେୟ ଅବଧି ରହିଛି ଲୋକେ ନାହିଁଟି ସନ୍ଦେହ। ଏହିପରି ସୁଖ ଦୁଃଖ ଆନନ୍ଦରେ ତିନି ରହିଲେ କୈଳାସପୁରେ ପୁତ୍ର ଜାୟା ଘେନି। ଛୁଞ୍ଚି ପରି ଲୁହା ଖଣ୍ଡ ଦ୍ୱାରା ଯେଉଁ ପରି ହୁଅ ଇଟି ବଡ଼ ଗର୍ଭ ଜାଣ ସେହିପରି। ନିୟତି ଚକ୍ରାନ୍ତ ଫଳେ ହୋଇଲାଟି ଯାହା ଶୁଣ ହେ କବିଦେ ମୁହିଁ କହୁଅଛି ତାହା। ଏକ ଦିନେ କୈଳାସ ପୁରରେ ପାର୍ବତୀ ବିଷନ ବଦନତି ହୋଇ ବସିଥାନ୍ତି। ପାଖରେ ତାଙ୍କର ଜାଣ ପ୍ରଭୁ ମହେଶ୍ୱର ନଥିଲେ ଯେ ମହାଦେବୀ ପାଶେ ସେହି କାଳ। ଦୈନନ୍ଦିନ ଘଟଣାଏ ଦେବ ମହେଶ୍ୱର ଶ୍ମଶାନ ଭ୍ରମଣେ ସିଏ ଯାନ୍ତି ନିରନ୍ତର। ତଥାପି ଯେ ରହିଥିଲା ସମୟର ଜ୍ଞାନ, ଆଜି କିନ୍ତୁ ସବୁଠାରୁ ବିଳମ୍ବଟି ଜାଣ। ଏମିତି ସମୟ ଦେବି ଘରକୁ ଦୁଆର, ଦୁଆରକୁ ଘର ପୁଣି ହୁଅନ୍ତି ଆବର। ଯାଇଥାଏ କାର୍ତ୍ତିକେୟ ଖେଳିବାକୁ ସୁଖେ, ଏକାକିନୀ ସତୀ ନିଜେ ଥାନ୍ତି ସେ ଯେ ଗୁମ୍ଫେ। ଏହିପରି କିଛି କାଳ ହୋଇ କରି ଉମା ପ୍ରସ୍ତର ଖଣ୍ଡିକ ପରେ ବସେ ଗିରିଜେମା। ଅନାଇ ରହିଲେ ସେହି ପତି ପରମେଶେ, ଆଗମନ ହେବ କେତେବେଳେ ମହେଶେ। ଏହିପରି କିଛି କ୍ଷଣ ବସନ୍ତି ପାର୍ବତୀ, ଦୁଆରେ ଡାକିଲେ ଶିବ ଆସି ସତୀ ସତୀ। ଖୋଲ ଗୋ ଦୁଆର ପ୍ରିୟେ ନ କର ବିଳମ୍ବ, ଡାକ ଶୁଣି ସତୀ ଖୋଲି ଦେଲେ ହଡ଼ବମ୍ବ। ସବୁଦିନ ଠାରୁ ସେହି ଦିନ ଶିବଙ୍କର ଅନ୍ୟ ପ୍ରକାରେ ଦିଶୁଥିଲା ବର୍ଣ୍ଣ ତାଙ୍କର। ମୁଖମଣ୍ଡଳରେ ପୂର୍ଣ୍ଣ ଥିଲା ସ୍ୱେଦ ବିନ୍ଦୁ, ନଥିଲା ମୁହଁରେ ତିଳେ
ସୁଧା ହର୍ଷ ମୃଦୁ ଏପରି ଭାବକୁ ଦେଖି ଶିବଙ୍କୁ ଭବାନୀ ପୁଛନ୍ତି କିସ ହୋଇଛି ଆହେ ମୋର ସ୍ୱାମୀ। କି କାରଣେ ରକ୍ତ ନେତ୍ର ହୋଇଛି ତୁମ୍ଭର ମୁଖମଣ୍ଡଳରେ କୋପ ପୂରିତ ଠାକୁର ପ୍ରକମ୍ପିତ କି କାରଣେ ହେଉଛି ତୁମ୍ଭର କୁହ ମତେ ବୁଝାଇଣ ଆହେ ବ୍ୟାଘ୍ରାମ୍ବର। ଧନ୍ୟ ଧନ୍ୟ ମନେ ଭାବି କୁହନ୍ତି ଶଙ୍କର କି କାରଣେ ସେ ବାରତା ଶୁଣିବ ସତର। ତଥାପି ମନରେ ଯଦି ପ୍ରଶ୍ନ ତବ ଅଛି ସଂକ୍ଷିପ୍ତରେ ତାହା ମୁହିଁ ଶୁଣ ହେ କହୁଛି। ଏତେ ବୋଲି ମହେଶ୍ୱର ପାର୍ବତୀକୁ ନିଜ ପାଖରେ ବସାଇ କହିବାକୁ ହେଲେ ସଜ। ବୋଇଲେ କସତି ମୋର ଭାବତୀତକୁ ଗୁପ୍ତ ଶିକ୍ଷା ଦେଉଥିଲେ ମୁହିଁ ଯେ ତୁମ୍ଭକୁ। ସେତେବେଳେ ବୃକ୍ଷ ଡାଳେ ଏକ ଶୁକ ପକ୍ଷୀ ଅଜଣାରେ ଶୁଣୁଥିଲା କେ ଯେ ନ ଜାଣନ୍ତି। ଶେଷେ ଆଜି ସେହି କଥା ମୁଁ ଜାଣିପାରିଲି ପ୍ରକାଶ କରିବି କାଳେ ମନରେ ଭାବିଲି। ତାହା ଭାବି ମନେ ମନେ ସେ ଶୁକ ପକ୍ଷୀକୁ ମାରିବା ନିମିତ୍ତ ଧରିଥିଲି ମୂଷଳକୁ। ପ୍ରାଣ ବିକଳରେ ଶୁକ ବୃକ୍ଷ ଉଡ଼ିଗଲା ବ୍ୟାସ ପତ୍ନୀ ନିକଟରେ ଶରଣ ପଶିଲା। ସେ ଶରଣ ପଶିବାରେ କାଳେ ମୁଁ ସହସା ବ୍ୟାସ ପତ୍ନୀ ନିକଟକୁ ଧାଇଁଲି ଜାଣିଥା। ମୁନି ଯାୟାଙ୍କୁ ମୋହି ଯେ ଅନୁରୋଧ କଲି ଛାଡ଼ି ଦିଅ ସେ ପକ୍ଷୀକୁ ବୋଲି ନ ବୋଇଲି। କରିଅଛି ଅପରାଧ ଜାଣ ମୁଁ ତାହାକୁ ଆଜି ବଦ୍ଧ ମୁଁ କରିବି ଦିଅ ମୋତେ ତାକୁ। ଏହା ଶୁଣି ବ୍ୟାସ ପତ୍ନୀ କହିଲେ ମହେଶ ଶରଣାପନ୍ନ ହୋଇଛି ଦେଖ ଏହି ଶୁକ। ଶରଣ ରକ୍ଷଣ ହୋଇ କେଉଁ ପରି ଭାବେ ମରଣ ମୁହଁକୁ ଠେଲି ଦେବି ତାହା ଭାବେ। ମରଣ ମୁହିଁ ଦେବା ଯେ ମୋର ଏ ଅକର୍ମ ତେଣୁ ମହେଶ୍ୱର ମୁହିଁ ପାଳିବି ମୋ ଧର୍ମ। ତଥାପି ନାରୀକୁ ମୁହିଁ ବହୁ ଅନୁନୟ କରିଲି ତଥାପି ନାହିଁ କରିଲା ନିଶ୍ଚୟ। ଅବଜ୍ଞା ମୋର ବାରତା କଲା ସେହି ନାରୀ ଫଳରେ ଯେ କୋପ ମୋର ହୋଇଗଲା ଭାରି। କମ୍ପିଲା ଶରୀର ମୋର ରାଗେ ଜର ଜର ହୋଇ ରକ୍ତ ବର୍ଣ୍ଣ ହେଲା ମୋ ମୁଖ ସତର। ଏମନ୍ତ ଭାବକୁ ମୋର ପ୍ରକଟିବା ଦେ
ତଥାପି ତରିଲା ନାହିଁ ଯେ ନାରୀ ସୁମୁଖୀ। ଷୋଳ ଉଞ୍ଚାଇଣ ମୋହି କରିବାକୁ ବଦ୍ଧ। ବ୍ୟାସ ପହଞ୍ଚିଣ ମୋତେ କଲେ ଅନୁରୋଧ। ବୋଇଲେ ମହେଶ କିସ ହୋଇଅଛି କୁହ। କୋପ ଶାନ୍ତ କର ଦେବ ମୋର ଅନୁନୟ। ବ୍ୟାସ ଅନୁରୋଧେ ମୋର କୋପ ଶାନ୍ତି ହେଲା। ଶୁଣିଲ ତ ଘଟିଅଛି ଏହିପରି ଲୀଳା। ଶିବଙ୍କ ବଚନ ଶୁଣି ସତୀ ପାର୍ବତୀ ବୋଇଲେ ଆଜି କି କର୍ମ କରିଥାନ୍ତ ପତି। ଏହି ଛୋଟ ଅପରାଧ ଫଳେ ମହେଶ୍ୱର ସାଜିଥାନ୍ତ ନାରୀ ହନ୍ତା ଯେହି ସଂସାର। ଶିବ ନାମ ଧରି ତୁମ୍ଭେ ଆସିବ ନିଶ୍ଚୟ। ହୋଇଥାନ୍ତି ଭୂତପତି ନାହିଁଟି ସନ୍ଦେହ। ପାର୍ବତୀଙ୍କ ଠାରୁ ଏହି ବାର୍ତ୍ତା ଶୁଣି ଶିବ ବୋଇଲେ ପାର୍ବତୀ ଜାଣେ ଦୋଷ ତୁମେ ଦେବ। ନିଶ୍ଚିତ ଭାବରେ ମୋତେ କରିବ ଯେ ଦୋଷୀ। କୁହ କେବେ ତୁମ୍ଭକୁ ମୁଁ କୁହେ କି ଉପେକ୍ଷୀ। ଏ ବାରତା ଶୁଣି ସତୀ କହନ୍ତି ବଚନ। ଛାଡ଼ ଛାଡ଼ କୁହ ନାହିଁ ଆଉ କଥା ମାନ। ଅତୀତକୁ ସ୍ମୃତି ପଥେ ଜାଗରିତ କର। ଜନ୍ମେ ଜନ୍ମେ ତୁମ୍ଭେ ପୁଣି କରିଥା ସଂହାର। କାଳେ କାଳେ ଶିବ ତୁମେ ହତ୍ୟା ମୋତେ କର। ଯୁଗେ ଯୁଗେ ବାରତା ରହିବ ମହୀର। ପାର୍ବତୀଙ୍କ କଥା ଶୁଣି ପ୍ରଭୁ ସୀତି କଣ୍ଠ ରାଗେ ଜର ଜର ହୋଇ ବୋଇଲେ କ୍ଷିପ୍ରତ। କି କାରଣେ ସତୀ ମୋତେ କୁହ ଏଇ କଥା। ଅତୀତକୁ ଆଜି ମନେ କରୁଛ ଯେ କଥା। ଭଲ ନୁହେଁ ଜାଣ ଏହା ପରିଣାମ କିସ। ବୋଲନ୍ତି ପାର୍ବତୀ ଶୁଣ ପତି ପରମେଶ। ଭଲ ବା ମନ୍ଦ ହେଉ ମୁହିଁ ସତ୍ୟ ଗିର। କହିବା ପାଇଁ କି କେବେ ନୋହିବି କାତର। ଏପରି ଦମ୍ଭ ବାରତା ଶୁଣି ମହେଶ୍ୱର ବୋଇଲେ ଭାରି ସାହସ ହେଲାଣି ତୁମ୍ଭର। ଜାଣୁ ଜାଣୁ ତୁମ୍ଭେ ମୋତେ କର ତିରସ୍କାର। ଦରକାର ନାହିଁ ତୁମ୍ଭ ପରିଭାର୍ଯ୍ୟା ମୋର। ଚାଲି ଯାଅ ଏ ଆଦେଶ ଅଟଇ ମୋହର। କ୍ଷଣ ମଧ୍ୟେ କୈଳାସରୁ ହୁଅ ଗୋ ବାହାର। ବାହାରିବା କଥା ଶୁଣି ଚମକିଲେ ସତୀ। ଯେମନ୍ତ ଇନ୍ଦ୍ର ପ୍ରହାର ହେଲା କି ଝଟତି। ତଥାପି ସେ କ୍ଷଣ କପି ପ୍ରଭୁ ମହେଶ୍ୱର। ନିଜ ବାକ୍ୟ ପରୁ ନିଜେ ରହିଲେ ଅଟଳ।
ଏକା ତାଙ୍କ କୈଳାସା ପୁରୁ ପାର୍ବତୀ ବାହାରି ଯାଅ କହୁଛି ମୁହିଁ ଗୋ ଝଟତି। ବାରମ୍ବାର ଧିକାର ବଚନ ଶୁଣି ମାତା ବାହାରିଲେ କୈଳାସରୁ ଯେ ଗିରି ଦୁହିତା। ସ୍ୱାମୀ ପାଶୁ ବିଦାୟ ଯେ ଘେନି ପାର୍ବତୀ କାର୍ତ୍ତିକେୟ ପାଶେ ମାତା ଗଲେ ଯେ ଝଟତି। ମାତାଙ୍କୁ ଦେଖି ଦୂରରୁ କାର୍ତ୍ତିକ ସହସା ପ୍ରଣାମ କରି କହିଲା କୌଶଳ ଜିଜ୍ଞାସା। ଆର୍ଦ୍ଧ ନେତ୍ର କରି ଦେବି କୁହନ୍ତି ବଚନ କୁହରେ କୁମର କିସ କରିବି ମୋ କର୍ମ। ପିତାଙ୍କ ସହିତ ମୋର ଲାଗିଲା କଳହ ସେହି ଆସେ ତାଙ୍କ ଠାରୁ ନେଇଛି ବିଦାୟ। ବିଦାୟ ନେଣ ବହୁ ଆଶା ଧରି ମୁହିଁ ଆସିଅଛି ତୋର ପାଶେ କି କରିବି ତହିଁ। ତୋର ପାଶେ କିଛି ଦିନ ରଖରେ କୁମର କ୍ରୋଧ ଶାନ୍ତି ପରେ ପିତା ଡାକିବେଟି ତୋର। ଏହା ଶୁଣି କାର୍ତ୍ତିକେୟ ବୋଲେ ଗୋ ଜନନୀ କି କଥା କହୁଛ ମାତା ମୋ ଆଗେ ବାହୁନି। ପିତା ମୋର ମହାକୋପୀ ଜାଣେ ସଢ଼ାନନ କିପରି ରଖିବି ଏଠି ତୁମ୍ଭଙ୍କୁ ଯେ ପୁଣ। ରଖିଲେ ନିଶ୍ଚିତ ପିତା ମୋତେ ଏହି ଠାରୁ ବାହାର କରିବେ ଜାଣେ ମୁଁ ସୁଚାରୁ। ତେଣୁ ମୁହିଁ ତୁମ୍ଭଙ୍କୁ ଯେ ନ ରଖିପାରିବି ଯାହା ତୁମ୍ଭ ଇଚ୍ଛା ଏବେ କର ମନେ ଭାବି। ପୁତ୍ର ପାଶୁ ନାସ୍ତି ବାଣୀ ଶୁଣି ଠାକୁରାଣୀ ଆସି ଏକ ନଦୀ କୂଳେ ବସିଲେ ତକ୍ଷଣୀ। ସେଠାରେ ବସି ମନେ କି କରିବେ ଯେ ବୋଲି ଚିନ୍ତା କରି ଭାବିଲେ ଯେ ଏକ ପୁତ୍ର ବୋଲି। ସିନା ମୋତେ ନିଜ ଘରେ ଦେଲା ନାହିଁ ସ୍ଥାନ ଅନେକ କୁମର ଥିଲେ ଡାକିଥାନ୍ତା ପୁଣ। ସତେକ ପୁତ୍ର ମାତା ହୋଇଲେ ନିଶ୍ଚିତ ଏପରି ଫଳ ଭୋଗିବା ହୋଇଥାଏ ଜାତ। ତଥାପି ଅଧୁନା ସେହି ଚିନ୍ତା ନ କରିଣ କିପରି ପତିଙ୍କୁ ଲାଭ କରିବି ଏ କ୍ଷଣ। ସେହି ଚିନ୍ତା କରିବି ମୁଁ ବିଳମ୍ବ ନ କରି। ଏତେ ବୋଲି ମହାସତୀ ଚିନ୍ତେ ଗିରିବାଳୀ ଚିନ୍ତି ସ୍ଥିର କଲେହି ପରିଷଦା ଶିବ। ବହୁବାର ତେଜିଛନ୍ତି ମୋତେ ସେହି ଭବ ପୁନର୍ବାର ପାଇଅଛି ତାଙ୍କ ତପ ବଳେ। ଯୁଗେ ଯୁଗେ ଭୋଳାନାଥ ଖେଳେ ତପ ବଳେ। ଏଥର ମଧ୍ୟ ମୁଁ ସେହି ଲାଭ ଅର୍ଥେ ମୁହିଁ ଉଗ୍ର ତପ ଆଚରିବି
ନାହିଁ, ତାହା ଦ୍ୱାରା ସଦାଶିବେ ଲଭିବି ନିଶ୍ଚିତ। ତପ ଆଚରିବି ମୋହି ଦୃଢ଼ କରିଚିତ। ବିଚାର କରିଣ ନଦୀ ତୀରରେ ସ୍ନାନ, ଲାଗି କୁଙ୍କୁମ ତୈଳ କରିଲେ ମର୍ଦନ। ମର୍ଦନ କରିଣ ମଳୁଖ ଦେହୁ ତେଜିଲେ, ଆପଣା ଭାବରେ ଏକ ପିତୁଳା ଗଢ଼ିଲେ। ଚାହିଁ କରି ପିତୁଳାକୁ ବୋଇଲେ ପାର୍ବତୀ, ଅଜଣାରେ ଏକ ମୂର୍ତ୍ତି ମୁହିଁ ଗଢ଼ିଅଛି। ହେ ପ୍ରଭୁ ମଧୁସୂଦନ, ସତେ ଯଦି ଧର୍ମ ମୂର୍ତ୍ତିରେ ପ୍ରାଣ ସଞ୍ଚାର କର ନାରାୟଣ। ପାର୍ବତୀଙ୍କ ମୁଖ ବାଣୀ ଶୁଣିଣ ସହସା, ମୂର୍ତ୍ତି ଏକ ଶିଶୁର ଯେ ହୋଇଲା ଜାଣିଥା। ଶୂନ୍ୟବାଣୀ ହେଲା ଏହି ଶିଶୁଟିର ନାମ, ଗଣନାଥ ରଖ ମୋହି ବୋଲେ ନାରାୟଣ। ଏତେ ବୋଲି ଶୁଣି ସତୀ ଚାହିଁଲେ ତଳକୁ, ଦେଖିଲେ ମୂର୍ତ୍ତି ବଦଳେ ଏକ କୁମରକୁ। ଆନନ୍ଦରେ ଆଲିଙ୍ଗନ କରି ମହାମାୟା, ବୋଇଲେ ଧନରେ ତୁହି ମୋ କୋଳକୁ ଆ। କୋଳାଗ୍ରତ କରି ଦେବି ପୁତ୍ର ଗଣ୍ଡ ସ୍ଥଳେ, ଆଙ୍କିଲେ ଚୁମ୍ବନ ସିଏ ଅତି ସ୍ନେହ ଭୋଳେ। ବୋଇଲେ ମୋହର ଡାକ ପ୍ରଭୁ ନାରାୟଣ, ଜାଣିଅଛି ନିଶ୍ଚିନ୍ତରେ କରିବେ ଶ୍ରବଣ। ଧନ୍ୟ ଧନ୍ୟ ଗଣନାଥ ଧନ୍ୟ ତ ଜନମ, ଆଜ୍ଞାବାହୀ ହେବୁ ତୁହି କହୁଛି ରେ ଶୁଣ। କି ଆଦେଶ ଦେବ ମାତା ଦିଅ ହେ ସତର, ଆଜ୍ଞା ପାଳନ କରିବି କହେ ସତ୍ୟଗୀର। ବୋଇଲେ ପାର୍ବତୀ ପୁତ୍ର ବାରତାକୁ ଶୁଣି, ଗୁମ୍ଫା ଦ୍ୱାର ଜଗପୁତ୍ର ମୋର ବାର୍ତ୍ତା ଜାଣେ। ଗୁହା ମଧ୍ୟେ ତପସ୍ୟାକୁ ମୁହିଁ ଆଚରଣ, ଅସତ୍ୟ ନୁହଁ ମୋର ଏଇ ଗିର ଜାଣ। ଏତେ ବୋଲି ମହାଦେବୀ ତପ ଆଚରଣେ, ଗୁହା ମଧ୍ୟକୁ ଗମିଲେ ଯେ ଆନନ୍ଦ ମନେ। ସତରେ ବିଚିତ୍ର ଗଣ ନାଥ ଜନ୍ମ କଥା, ସନ୍ତୋଷୀ ପୁରାଣେ ଏହା ପୂତ କୀର୍ତ୍ତି ଗାଥା। ଶ୍ରଦ୍ଧା ଭରେ ଜନେହି ସନ୍ତୋଷୀ ପୁରାଣ, ପଢ଼ି ଶୁଣିଣ ଆନନ୍ଦ ଲୋଭିବେଟି ଜାଣ। ଆନର ସେ ଦିଅ ମନ କୋବିଦ ମଣ୍ଡଳୀ, ସନ୍ତୋଷୀ ପୁରାଣ ଏହା ଦେବୀ କୀର୍ତ୍ତି ବଳି। ପବିତ୍ର ବାରତା ସବୁ ଅଛି ଏ ପୁରାଣେ, ଅବୋଧ ଚନ୍ଦ୍ରଶେଖର ଦେବୀ ପଦେ ନାମେ।